গঙ্গা যমুনা গোদাবরী সরস্বতী বনরূপী নর্মদে মহানদী পাইকা চিত্তোর্বরা প্রাপ্তি বৈতরণী গোদাবরী ভার্গবী ସବୁ ତୀର୍ଥେଶ୍ୱରଙ୍କ ରୂପରେ এই ଅନନ୍ତ ସରୋବରଟିକୁ ଆମେ ପ୍ରଣାମ ଜଣେଇବା। ସେଇ କଥା ଭାବିକିରି ମଧ୍ୟ କି ଆମେ ବସିଛୁ ଠାକୁରଙ୍କର ନାମ ଖେଳି ଅକ୍ଷୟ ତୃତୀୟାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ନିର୍ବିଘ୍ନରେ ଶେଷରେ ମତେ ପ୍ରତ୍ୟେକ ବର୍ଷ ଡାକନ୍ତି। ମୁଁ ସେ ସବୁ ବିଷୟରେ ବିଶେଷ ଆଗ୍ରହ ପ୍ରକାଶ କରେ, କାରଣ ଆଜିର ସମାଜରେ କେହି ଭଲଟାକୁ ବୁଝନ୍ତି। ମନେ କରାଯାଉ ଆମେ ଏଠି ବସିଛୁ, ଆପଣମାନେ ଖୁସି ହଉଛନ୍ତି, ବାବା ବହିଛନ୍ତି ଡଙ୍ଗାରେ, ଯେଉଁମାନେ ସେବକମାନେ ବସିଛନ୍ତି ସେମାନେ ଗୁରୁ ପୂଜା କରୁଛନ୍ତି, ଫୁଲ ଚନ୍ଦନ ଦଉଛନ୍ତି। ସେମାନେ ଫୁଲ ଚନ୍ଦନ ବଳିବାକୁ ଦଉଛନ୍ତି, ବଳିଆ କିନ୍ତୁ ତା ଜୀବନର ଯେଉଁ ଇଷ୍ଟ ବା ପଥପ୍ରଦର୍ଶକ ଗୁରୁଙ୍କୁ ତାର ସମର୍ପଣ କରୁଛି। ଆଜି ପରିବେଶ ପ୍ରଦୂଷଣ ହେଇଛି। ଆଜି ଆମେ ସଂକଳ୍ପ ନେଲୁ 1 ଲକ୍ଷ ବୃକ୍ଷରୋପଣ କରିବୁ। ହନୁମାନ ସେଥିରେ ଖୁସି ହେବେ, ଶିବ ଖୁସି ହେବେ, କିନ୍ତୁ ଆମ ଲୋକମାନଙ୍କର ଇଚ୍ଛା ହଉଛି ସବୁ ଜଙ୍ଗଲ କାଟିକିରି ହନୁମାନ ମନ୍ଦିର କରିବେ, ଶିବ ମନ୍ଦିର କରିବେ। ତେବେ ଏତେ କଥା ମୁଁ କହିବାକୁ ଚାହୁଁନି, କେବଳ ଏତିକି କହୁଛି ଆମ ଧର୍ମଟି ଗୋଟେ ଏମିତି ଗୋଟିଏ ସୁନ୍ଦର ଧର୍ମ, ପ୍ରକୃତି ସହିତ ଏହାର ଯଥେଷ୍ଟ ସମ୍ପର୍କ ରହିଛି। ଏହାର ନାମ ସନାତନ ଧର୍ମ ବୋଲି କୁହାଯାଉଛି। ତାକୁ ସେମାନେ ଯଦି ବୁଝନ୍ତେ ବା ଆମେ ତାଙ୍କୁ ବୁଝେଇ ପାରନ୍ତେ, ତାହେଲେ ସେ ବୁଝନ୍ତି ଯେ ପ୍ରକୃତ ଆର କାରଣ କଣ। ଯେତେବେଳେ ଧରାପୃଷ୍ଠକୁ ଆମେ ବର୍ଷାକୁ ନିମନ୍ତ୍ରଣ କରୁ, ଆମ ଇଷ୍ଟ ଦେବଙ୍କୁ ଆମେ ସ୍ନାନ ବେଦୀରେ ସ୍ନାନ କରୁ ସହସ୍ର କୁମ୍ଭ ଜଳରେ। ଠାକୁରଙ୍କ ଦେହ କଣ ଗରମ ହେଇଯାଏ, ଆମେ ପାଣି ଢାଳି ତାକୁ ଶାନ୍ତ କରୁ। ସେଇ ମାଧ୍ୟମରେ ଗୋଟେ ଉପାସନା ମାଧ୍ୟମରେ ଆମେ ବର୍ଷା ପ୍ରଭୁଙ୍କୁ ବା ପ୍ରଭୁ ସେଇ ବର୍ଷା ଋତୁକୁ ଆମେ ନିମନ୍ତ୍ରଣ ଜଣାଉ, ତୁମେ ଶୀଘ୍ର ଆସ। ଇଏ ହଉଛି ଗୋଟେ ପ୍ରକୃତି ସହିତ ଆମର ସମ୍ପର୍କ। ଗୋଟିଏ ଆପଣ ଦେଖିବେ ରଜ ପର୍ବ, ଧରିତ୍ରୀ ହଉଛି ମା, ଧାନ ବିରି ମୁଗ ବୁଣା ହବ, ସିଏ ଫଳ ଫଳିବ। ଧରିତ୍ରୀଙ୍କୁ କୁମାରୀ ରୂପରେ ଆମେ ପୂଜା କରୁ। ପୂଜା ଯଦି ନ କରୁ, ତାଙ୍କୁ ସଜବାଜ କରୁ, ଖାଇବାକୁ ଦଉ, ପୋଡ଼ ପିଠା, ମୁଢ଼ି, ପାନ। ଆଜି ସେସବୁ ଗାଁ ଗହଳିରୁ ଚାଲିଯାଇଛି। ବର୍ଷା ଋତୁ ଆସିବ, ଆଉ ଖେଳି ହବନି। ତେଣୁ ଖେଳକୁ ଆହ୍ୱାନ କରାଯାଏ। ବାଗୁଡ଼ି ଖେଳ, କିତିକିତି ଖେଳ, ଆଉ କ'ଣ ସବୁ ଖେଳ। ଏଠି ମଣିଷ ଭିତରେ ଗୋଟାଏ ଯେଉଁ ଖାଇ ପିଇକିରି ଯେଉଁ ମୋଟା ସୋଟା ହେଇଯାଇଥାଏ, ଏଇ ଖେଳ ମାଧ୍ୟମରେ ସେଗୁଡ଼ିକ ସବୁ ପ୍ରଶମିତ ହୁଏ। ସେମିତି ଚନ୍ଦନ, ଆଜି ଟିଭି କହିଦେଉଛି ଏତେ ଡିଗ୍ରୀ ଟପିଲା, ଏତେ ଡିଗ୍ରୀ ହେଲା,
ଏମିତି କହିବା ଦ୍ୱାରା ଆମର ଆହୁରି ଟିଭି ଯାହା କହୁଛନ୍ତି ତାଠାରୁ ଆମର ଆଉ 5 ଡିଗ୍ରୀ ବଢ଼ିଯାଉଛି। ପିଲାଦିନେ ମଧ୍ୟ ଆମେ ଅନୁଭବ କରିଛୁ ବହୁ ଗରମ, ଖଣି ଉପରେ ଶୋଉ, ରାତି ଯାକ ଛଟରପଟର ହଉ, ବିଛଣା ବୁଲଉ ଥାଉ। ଆଜି ସେଇ ଗରମକୁ ଟିକେ ବଢ଼ିଛି। ତେବେ ଏଇସବୁ କଥା, ତେଣୁ ସେଥିପାଇଁ ଚନ୍ଦନ ଯାତ୍ରାର ଆବଶ୍ୟକ। ଏଇ ଯୋଉ ଘରଟି ତାଳ ଘରଟି ଆପଣ ଦେଖୁଛନ୍ତି, ଏଇଠି ମୁଁ କୌପୁନୀଟିଏ ପିନ୍ଧିକିରି ଦେହ ଯାକ କେବଳ ଚନ୍ଦନ ବୋଳି ହେଇକିରି, ସେତେବେଳେ ଋଷି ନଥିଲା, ଇଲେକ୍ଟ୍ରିକ୍ ଆସିଥିଲା ବୋଧେ, କିନ୍ତୁ ଏତେ ବ୍ୟବହାର ନଥିଲା। ମୁଁ ସେଇ ପକ୍କା ପିନ୍ଧାରେ କେବଳ କରୁଥାଏ, ଏତେ ଗରମ। ଠିକ୍ ସେଇ ସମୟରେ ପ୍ରକୃତି ସହିତ ତାଳ ମିଳେଇ ଗୋଟେ ପ୍ରାକୃତିକ ମହୋତ୍ସବ ହେଉଛି ଚନ୍ଦନ ଯାତ୍ରା। ଠାକୁର ଆସିବେ, ତାଙ୍କ ସହିତ ଅନେକ ଲୋକ ଆସିବେ। ମଦନ ମୋହନ ମଧୁସୂଦନଙ୍କ ରୂପରେ ଚାପିଏକୁ ମଧୁସୂଦନଙ୍କ ରୂପରେ ସେ ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ କରିବେ, କୌଣସି ପୁଷ୍କରିଣୀରେ ସେ ଡଙ୍ଗାରେ ଯେମିତି ଆମେ ବହିଛୁ ସେ ସେମିତି ବସିବେ। ଲୋକମାନେ ସବୁ ଗାଧେଇବେ, ଗାଧୁଆ ପାଧୁଆ କରିକିରି ଗୋଟେ ଖାଇବା ପିଇବା ଖୁସି, ଭାତ ଡାଲମା ଏସବୁ ଆମ ଓଡ଼ିଶା ଷ୍ଟାଇଲର ଖାଦ୍ୟ ଆମେ ଖାଇବୁ। କିନ୍ତୁ ଆଜି କ'ଣ ସେଇ କଥା ଅଛି? ଆମେ ମହୋତ୍ସବ ଫିଷ୍ଟ କହିଲେ ଆମେ କେବଳ ଜୀବ ମାଂସକୁ ହିଁ ଏମିତି ଶୋଇକିରି ଅନେକ ସମୟରେ ସେଇ ପୁରୁଣା ଦିନର କଥାକୁ ସବୁ ମନେ ପକାଏ। ଏମିତି ପତ୍ରିକାରେ ମୁଁ ଲେଖିଛି, ମାନେ ସେ ଯୋଉ ମେଘ ବର୍ଷିବ ତା ପୂର୍ବରୁ ବେଙ୍ଗ ନିଶ୍ଚୟ ବୋବେଇବ। ଆଜି ବେଙ୍ଗ କାହିଁ? ବେଙ୍ଗ କଲା ଚିତ୍ତଉ ଅମାବାସ୍ୟା ହବ, ଆମେ ଚିତା ଲାଗି କରବୁ, ଆମେ ଗେଣ୍ଡା ଇଏକୁ ହବ। ଆଜି ଗେଣ୍ଡା କୋଉଠି ଅଛନ୍ତି? ଏଇ ପୁଷ୍କରିଣୀରେ ଗେଣ୍ଡା ଆମେ ଦେଖିଛୁ, କିନ୍ତୁ ଏଇ ପୁଷ୍କରିଣୀରେ ଆଜି ଏଇ ପୁଷ୍କରିଣୀ ଭିତରେ ଶହ ଶହ ଲୋକ ପ୍ରସାଦ ପାଇଛନ୍ତି। କଦଳୀ ପତ୍ର ସରିଯାଇଛି, 2ଟା ଡଙ୍ଗା ପାରି ହେଇ ରାହାପାରୁ ଖଲି ପତ୍ର ଆଣିବାକୁ କଷ୍ଟ ହେଇଛି। କଦଳୀ ପତ୍ର ଧୁଆ ହେଇଛି, ପୁଣି ସେ ଅଇଁଠା କଦଳୀ ପତ୍ରକୁ ପକେଇ ପୁଣି ଲୋକ ଏଠି ଖାଇଛନ୍ତି। ଏଇ ହଉଛି ସେଇ ପବିତ୍ର ପୁଷ୍କରିଣୀ। ଆମେ ଡଙ୍ଗାରେ ବହିଛୁ, ତାର ମାନେ କ'ଣ? ଆମେ ସମସ୍ତେ ଗୋଟିଏ ଗୋଟିଏ ଭଙ୍ଗା ନାବକୁ ନେଇ ଆମେ ବସିଛୁ। ଭଙ୍ଗା ନାବ ମାନେ ଏଇ ଯୋଉ ଜୀବନଟି ହଉଛି ଭଙ୍ଗା ନାବ। ଆମର ବୟସ ଯେତେ ବଢୁଛି ଆମେ ସେତେ ଦଦରା ଭଙ୍ଗା ହେଇଯାଉଛୁ। ଯୋଉ ମଣିଷଟି ଦୌଡୁଥିଲା ସେ ମଣିଷଟି ଆଜି ଚାଲି ପାରୁନି। ଏଇ ଭଙ୍ଗା ନାବର ମଣିଷ, ତା ଜୀବନ ନାବଟି ହଉଛି ଭଙ୍ଗା ନାବ। ଇଏ ଭଙ୍ଗା ନାବ ଭିତରେ ଯେମିତି ଆମର ନାଉରୀ ସେବକ, ନାବିକ ସେବକ, ଆମର ପୁରୁଣା ସେବକ, ସେମାନେ ମୂଳରୁ ଅଛନ୍ତି ଏଇ ଗାଁର। ମୋ ପିଲାଦିନେ ବି ଥିଲେ। ମୁଁ ଯେ ସ୍କୁଲକୁ ପଢିବାକୁ ଯାଉଥିଲି, ତାଙ୍କ ବାପା ମାନେ ଥିଲେ, ଆଜି ବି ତାଙ୍କ ପୁଅମାନେ ଅଛନ୍ତି, ଦିବାକର ଏବଂ ରମେଶ। ଏମାନେ ସବୁ ଆମର ନାବିକ ସେବକ, ନାବର ସେବକ। ଏଇ ଗୀତ କୋଉ କହିଲା, ଏନାବେ ଗୁରୁ କର୍ଣ୍ଣ ଧାର ମୁଇଁ ଅନୁକୂଳ ସମେତ। ପ୍ରକୃତରେ ଏଇ ଭଙ୍ଗା ନାବର ନାବିକ ଯଦି ଗୁରୁ ନ ହୁଅନ୍ତି ବା ଜଣେ ମାର୍ଗଦର୍ଶକ ଯଦି ଆମ ଜୀବନକୁ
ରେ ଯଦି ନ ରୁହନ୍ତି ତାହେଲେ ଜୀବନଟା ଅଧୁରା ହେଇ ରହିଯିବ। ତେଣୁ ଏନାବେ ଗୁରୁ କର୍ଣ୍ଣ ଧାର ମୁହିଁ ଅନୁକୂଳ ସଦର। କେତେ ସୁନ୍ଦର ପଦଟିଏ ଭାଗବତ ଲେଖିଛନ୍ତି। ଯୋଉ ଇଏ ପୀଠ ମହାନ ପୀଠ ରହିବ ଅନନ୍ତାଶ୍ରମ ଲୁଚିଯିବ ଭଳିଆ ଇଏ ପୀଠ ରହିବ। ପରଶୁରାମଙ୍କ ପୀଠ ରହିଛି ଝଙ୍କଡ଼ବାସିନୀ ମା ଶାରଦାଙ୍କ ଉପରେ, ପରଶୁରାମଙ୍କର ଆଉ ଦେଖା ମିଳୁନି। ସେଇଭଳି ଜୟଦେବଙ୍କର ଗୀତି ଗୋବିନ୍ଦ ଅଛି, କିନ୍ତୁ ଜୟଦେବ ଆଉ ନାହିଁ। ବାୟାଙ୍କର ଅଖଣ୍ଡ ନାମ ମଣ୍ଡପ ଅଛି, କିନ୍ତୁ ବାୟା ଦେହରେ ନାହାନ୍ତି। ସେମିତି ଏ ପବିତ୍ର ଅନନ୍ତ ଆଶ୍ରମ ରହିବ, ଆମେ କେହି ରହିବାନି। କିନ୍ତୁ ଏଇ ଯୋଉ ପରମ୍ପରା ଏହାକୁ ରଖିବା ପାଇଁ ସୁଯୋଗ୍ୟ ସେବକ ବା ସୁଯୋଗ୍ୟ ଦାୟାଦଙ୍କର ନିତ୍ୟାନ୍ତ ଜରୁରୀ। ଆଜି ବିବେକାନନ୍ଦ ନାହାନ୍ତି, ରାମକୃଷ୍ଣ ନାହାନ୍ତି, କିନ୍ତୁ ତାଙ୍କ ସଂସ୍ଥା ସମଗ୍ର ପୃଥିବୀରେ କାର୍ଯ୍ୟ କରୁଛି। ଯୋଉ ସାଇରାମଙ୍କର ସେ କଥାଟି ମତେ ବହୁତ ଭଲ ଲାଗେ, ମାନସ ଭଜରେ ଗୁରୁଚରଣମ୍ ଦୁସ୍ତର ଭବ ସାଗର ତାରଣ। ଏଇ ନାବ ଆମକୁ ଯେମିତି ଆଜି ଅନନ୍ତ ସରୋବରରେ ଆମକୁ ମାନେ ବୁଲଉଛି ବା ଆନନ୍ଦ ରହୁଛି, ଠିକ ଇଏ ଭବ ସଂସାରରୁ ଆମକୁ ପାରି ହେବାକୁ ହେଲେ ଆମର ଗୁରୁ ନିଷ୍ଠା, ଗୁରୁପାଦ ପଦ୍ମେ ଯାର ରହେ ଭକ୍ତି, ଜଗତ ତାରିଟେ ସେଉ ଘରେ ମହାଶକ୍ତି। ଏଇ ଯୋଉ ଘରଟି ତିଆରି ହେଇଛି, ଏ ଘରଟି ତିଆରି ହେଇଥିଲା ଏଇ ପୁଷ୍କରିଣୀ ଭିତରେ। ଏ ପୁଷ୍କରିଣୀ ଏ ଘରଟିକୁ ପ୍ରଥମେ ପ୍ୟାରୀମୋହନ ରାଉତରାୟ କିଛି ଅର୍ଥ ଦେଇଥିଲେ, ସେ ହେଇଥିଲା। ଏବେ ବହୁ ଲୋକଙ୍କର ଅର୍ଥରେ ଏ ପୁଷ୍କରିଣୀ ଆଜି ଆନନ୍ଦ ସମସ୍ତଙ୍କୁ ଦଉଛି। ମୁଁ ସେତିକିରେ ଖୁସି। ଗୋଟିଏ ରାତିକି 2 ରାତି ହେଲେ ବି ଏଇଠି ମୁଁ ରହିବି, ଆରି ଭିତରେ ରହିବି। କାରଣ ଏଇ ଗୋଟେ ସଂକଳ୍ପ ଥିଲା, ଏଇଟା ପୂର୍ଣ୍ଣ କରିବା। ତେବେ ପ୍ରତ୍ୟେକ ବର୍ଷ ଇଏ ଲୀଳା, ଇଏ ମେଳା ଏମିତି ଚାଲୁଥାଉ। ଆପଣମାନେ ଖୁସି ହୁଅନ୍ତୁ, ଖୁସିରେ ରୁହନ୍ତୁ, ଏତିକି ପ୍ରାର୍ଥନା କରି ରହୁଛି। ଶ୍ରୀ ଗୁରୁ ପ୍ରେମାନନ୍ଦେ ନିତାଇ।